କଳାହାଣ୍ଡି ଜିଲ୍ଲାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ। ପୁଣି ପାରମ୍ପରିକ ନୃତ୍ୟର ରଙ୍ଗାରଙ୍ଗ ପରିବେଶରେ ଝୁମିଲେ ଦର୍ଶକ। ଆଧୁନିକତାର ମଡର୍ଣ୍ଣ କଳାକୁ ପଛରେ ପକାଇ କଳାହାଣ୍ଡି ମାଟିରେ ଚହଳ ପକାଇଲା ପାରମ୍ପରିକ ନୃତ୍ୟର ଯାଦୁ। ବିଭୋର ହୋଇଗଲେ ଦର୍ଶକ ସମାଜ। ପାରମ୍ପରିକ ବାଦ୍ୟ ନୃତ୍ୟର ତାଳେ ତାଳେ କଳାହାଣ୍ଡି ମାଟିରେ ସୃଷ୍ଟି ହେଲା ଏକ ଜନସମୁଦ୍ରର ପରିବେଶ। ମଶାଲ ଶୋଭାଯାତ୍ରାରେ ଚଳଚଞ୍ଚଳ ହୋଇ ଦୁଲୁକି ଉଠିଥିଲା ମଦନପୁର ରାମପୁର ବ୍ଲକ ଅଞ୍ଚଳ। ଖୁବ୍ ଆକର୍ଷଣୀୟ ପରିବେଶ ମଧ୍ୟରେ ଜନସମୁଦ୍ରର ଜୁଆର କୌଣସି ବାଧାବିଘ୍ନ ମାନିବାକୁ ପ୍ରସ୍ତୁତ ନଥିଲା। ମାଧ୍ୟାକର୍ଷଣର ଇନ୍ଦ୍ରଜାଲରେ ପ୍ରତ୍ୟେକ ମଣିଷ ସମାଜକୁ ଟାଣି ଆଣିଥିଲା ଉତ୍ସବର ମହାପର୍ବକୁ। ଛୋଟରୁ ବଡ଼ ପର୍ଯ୍ୟନ୍ତ ମାତି ଯାଇଥିଲେ ଏହି ମହାପର୍ବର ଆକର୍ଷଣୀୟ ପରିବେଶରେ। ସାଧାରଣ ଲୋକଙ୍କଠାରୁ ଅଧିକ ଉତ୍ସାହିତ ହୋଇ କଳାକାରମାନେ ତାଙ୍କ କଳାର ଯାଦୁ ଦେଖାଇ ଦର୍ଶକମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିପାରିଥିଲେ। କଳାକାରମାନଙ୍କ କଳାର ଯାଦୁରେ ଦର୍ଶକମାନେ ମଧ୍ୟ ଝୁମି ଯାଉଥାନ୍ତି। ସେମିତି ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଞ୍ଚଳରେ। ଗ୍ରାମ ପଞ୍ଚାୟତ ସ୍ତରରୁ ଆଗକୁ ପାଦ ବଢ଼ାଇ ଏବେ ବ୍ଲକ ସ୍ତରରେ ଆୟୋଜିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲାର ମୁଖ୍ୟ ପର୍ବ କଳାହାଣ୍ଡି ଉତ୍ସବ ଘୁମୁରା 2025। କଳାହାଣ୍ଡି ଉତ୍ସବ ଗ୍ରାମ ପଞ୍ଚାୟତ ସ୍ତରରୁ ଏବେ ବ୍ଲକ ସ୍ତରରେ ପସରା ମେଲିଛି ଘୁମୁରା 2025। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆୟୋଜିତ ହୋଇଯାଇଛି କଳାହାଣ୍ଡି ଉତ୍ସବ। ଏହି ଆକର୍ଷଣୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂଦେଓ ଯୋଗଦେବା ସହିତ 19 ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଯୋଗ ଦେଇଥିଲେ। ତାଙ୍କ ସହିତ ମଦନପୁର ରାମପୁର ବ୍ଲକର ଏବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ଏବଂ ଜିପିଓ କୁଳମଣି ସିଂ ରାୟ ମଧ୍ୟ ଉପସ୍ଥିତ ରହିଥିଲେ। ଅତିଥିମାନଙ୍କ ଦ୍ୱାରା ସର୍ବପ୍ରଥମେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ମଦନପୁର ରାମପୁରରେ ଥିବା ଟୁକୁରି ଗୁଡ଼ି ମନ୍ଦିର ଠାରୁ ମଶାଲ ଜଳାଇ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଟୁକୁରିଗୁଡ଼ି ମନ୍ଦିର ଠାରୁ ଏକ ବିରାଟ ଜନପଟୁଆର ମଧ୍ୟରେ ମଶାଲକୁ ଆଣି ମଦନପୁର ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ରଖାଯାଇଥିଲା। ମଶାଲ ଶୋଭାଯାତ୍ରା ଖୁବ୍ ଆକର୍ଷଣୀୟ ଏବଂ ଉତ୍ସାହପୂର୍ଣ୍ଣ ହୋଇଥିବା ବେଳେ ଏକ ବିରାଟ ଜନସମୁଦ୍ରର ପଟୁଆର ସୃଷ୍ଟି ହୋଇଥିଲା। ଅପେକ୍ଷା କରି ରହିଥିଲା କଳାହାଣ୍ଡି ଉତ୍ସବର ମୁଖ୍ୟ ଆକର୍ଷଣ ଘୁମୁରା 2025। ସ୍ୱତନ୍ତ୍ର ରଙ୍ଗମଞ୍ଚ ସୁସଜ୍ଜିତ ହୋଇ ଚାହିଁ ରହିଥିଲା ଅତିଥିମାନଙ୍କ ସହିତ କଳାକାରଙ୍କ କଅଁଳ ପାଦର ସ୍ପର୍ଶକୁ। ଚଳଚଞ୍ଚଳ ହୋଇ ଉଠିଥିଲା ସମସ୍ତଙ୍କୁ ଅପେକ୍ଷା କରି ରହିଥିବା ରଙ୍ଗମଞ୍ଚ। ଆକର୍ଷଣୀୟ ସାଜସଜ୍ଜାରେ କ୍ଷଣିକ ମଧ୍ୟରେ ରଙ୍ଗମଞ୍ଚଟି ତାର ପରିଚୟ ବଦଳାଇ ଦେଲା। ଆରମ୍ଭ ହୋଇଗଲା କଳାହାଣ୍ଡି ଜିଲ୍ଲାର କଳାର ଯାଦୁ। ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ କଳାକାରମାନେ ଦେଖାଇଲେ ପାରମ୍ପରିକ ନୃତ୍ୟ କଳାର ଯାଦୁ। ଦର୍ଶକମାନେ ଉପଭୋଗ କରିଥିଲେ କଳାହାଣ୍ଡି ଉତ୍ସବ ଘୁମୁରା 2025ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ନିମନ୍ତ୍ରିତ ଅତିଥିମାନଙ୍କ ସମ୍ମୁଖରେ ଦେଖାଇଲେ କଳାକାରମାନେ ତାଙ୍କ ନୃତ୍ୟ କଳା। ଖୁବ୍ ଆକର୍ଷଣୀୟ ହୋଇଥିଲା କଳାକାରମାନଙ୍କ ଆକର୍ଷଣୀୟ ନୃତ୍ୟ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତର କଳାକାରମାନେ ଆସି ନିଜ ନିଜ କଳା ସଂସ୍କୃତିର ଯାଦୁ ଦେଖାଇ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ। କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ ମଧ୍ୟ ପ୍ରସ୍ତୁତ ରହିଥିବା ବେଳେ କଳାକାର ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ନୃତ୍ୟକଳା ପରିବେଷଣ କରିଥିଲେ। ଶେଷରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର କଳାକାରମାନଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଚୟନ କରି ପୁରସ୍କୃତ କରାଯାଇଥିଲା। ପରେ ପରେ ଶେଷ ହୋଇଯାଇଥିଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025।
କଳାହାଣ୍ଡିରୁ ଲୟ ଭାଇଙ୍କ ରିପୋର୍ଟ, এবି ନ୍ୟୁଜ୍।